ରାଜନୀତି ଓ ରାଜନେତା କାହାର ନୁହେଁ। ଆପଣମାନେ ଭାବୁଥିବେ ଆମେ ସେ ଦଳକୁ ଭୋଟ ଦେଲେ ଆମର ଦୁଃଖ ସେ ବୁଝିବ। ଏହା ସମ୍ପୂର୍ଣ୍ଣ ମିଥ୍ୟା। ନିର୍ବାଚନ ସମୟରେ ଛାର ଦଳୀୟ ନେତା ପାଇଁ ନିଜ ଗାଁ ନିଜ ଭାଇର ସମ୍ପର୍କକୁ ଏଡ଼ାଇ ଦିଅନ୍ତୁ ନାହିଁ। କେତେ ନେତା ଆସିବେ, କେତେ ନେତା ଯିବେ, କେତେ ନିର୍ବାଚନ ଏମିତି ହେଉଥିବ। ଗୋଟିଏ ଥର ସମ୍ପର୍କ ତୁଟିଗଲେ କେଉଁ ନେତା ଆମ ସମ୍ପର୍କ ଯୋଡ଼ିପାରିବେ ନାହିଁ। ତେଣୁ ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ ଯେ ଏ ରାଜନୀତି ଓ ରାଜନେତା କାହାର ନୁହେଁ। ତେଣୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହି ଆମର ସମ୍ପର୍କକୁ ସମସ୍ତେ ଅତୁଟ ରଖନ୍ତୁ। ଉପଯୁକ୍ତ ନେତା ବାଛନ୍ତୁ। ଗାଁର ସାମୂହିକ କାର୍ଯ୍ୟ ପାଇଁ ଆଗକୁ ବଢ଼ନ୍ତୁ। 500 ଦେଇ ଆପଣଙ୍କ ମୁଣ୍ଡ ଟିପ ଚିହ୍ନ କିଣି ନେଉଥିବା ଲୋକଙ୍କଠାରୁ ସତର୍କ ରୁହନ୍ତୁ। ନିର୍ବାଚନ ସମୟରେ ଗାଁରେ ହିଂସାତ୍ମକ କାର୍ଯ୍ୟକଳାପଠାରୁ ନିବୃତ୍ତ ରୁହନ୍ତୁ। କାରଣ ରାଜନୀତି ଓ ରାଜନେତା କାହାର ନୁହନ୍ତି। ଆସନ୍ତୁ ବନ୍ଧୁମାନେ, ରାଷ୍ଟ୍ରର ହିତ ଦୃଷ୍ଟିରୁ ଆମେ ଏମିତି ଚୟନ କରିବା ଯିଏ ରାଷ୍ଟ୍ର ପାଇଁ ଠିକ୍ ଢଙ୍ଗରେ କାର୍ଯ୍ୟ କରିବ ଏବଂ ରାଷ୍ଟ୍ରର ହିତ ଦୃଷ୍ଟିରୁ ଆମେ ସମସ୍ତେ ଉପଯୁକ୍ତ ନେତା ବାଛିବା ଏବଂ ଆମମାନଙ୍କ ଭିତରେ ସମ୍ପର୍କ କିଭଳି ସୁଦୃଢ଼ ରହିବ ସେଥିପ୍ରତି ଦୃଷ୍ଟି ଦେଇ ଆମେ ଏଇ 2024 ନିର୍ବାଚନରେ ଆମେ ସମସ୍ତେ ମତଦାନ କରିବା ଏବଂ ଉପଯୁକ୍ତ ପ୍ରାର୍ଥୀ ବାଛିବା। କିନ୍ତୁ ପ୍ରକୃତରେ ଏ ରାଜନୀତି ଏବଂ ରାଜନେତା କାହାର ନୁହନ୍ତି। କେବଳ ହିତ ଦୃଷ୍ଟିକୋଣରୁ ରାଷ୍ଟ୍ର ହେଉଛି ସର୍ବୋପରି। ତେଣୁ ଉପଯୁକ୍ତ ନେତା ଚୟନ କରି ଆମେ ଏ ଦେଶ ଏବଂ ନିଜର ରାଜ୍ୟ ପାଇଁ ଆମମାନଙ୍କର କର୍ତ୍ତବ୍ୟ କରିବା। ନମସ୍କାର।